ହରେ କୃଷ୍ଣ ସମସ୍ତଙ୍କୁ। ମୋର ଏଇଟା ଫାଷ୍ଟ ଆଜି କ୍ଲାସ୍। ମୁଁ ତ ପ୍ରଥମେ ପ୍ରଭୁଜୀଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛି ଯେ ମତେ କ୍ଲାସ୍ କରିବା ପାଇଁ ସୁଯୋଗ ଦେଇଛନ୍ତି। ଯଦି ମୋର କିଛି ତ୍ରୁଟି ରହେ ତାହେଲେ କ୍ଷମା କରିବେ। ହରେ କୃଷ୍ଣ। मम ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं तस्मै श्रीगुरवे नमः। नमो ॐ विष्णुपादाय कृष्णप्रियभूतले श्रीमते भक्तिवेदान्तस्वामिनिते नमाय। नमस्ते सरस्वती देवं गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे मध्यकल्पतरुश्च कृपासिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। हे कृष्ण करुणा सिन्धु दीनबन्धु जगत्पते गोपीश गोपीकान्त राधाकान्त नमस्तुते। तप्त काञ्चन गौराङ्गे राधे वृन्दवनचरे वृषभानुसुते देवी प्रणमामि हरिप्रिये। जय श्री चैतन्य महाप्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे 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 राम राम राम। हरे कृष्ण। आजिर टॉपिक है मते जोटा दिखाई उद्धवଙ୍କ वृंदावन परिदर्शन। प्रथमतः उद्धव किए? उद्धव होचंती कृष्णଙ୍କର वासुदेवଙ୍କ भाईଙ୍କ पुଅ उद्धव। ଆଉ ସେ ପ୍ରଥମେ କୃଷ୍ଣ ଯେତେବେଳେ ମଥୁରାକୁ ଯାଇଥିଲେ ତାଙ୍କ ମାତା ପିତାଙ୍କୁ ମାନେ କଂସ କବଳରୁ ରକ୍ଷା କରିବା ପାଇଁ ସେଇ ସମୟର ଇଏ ଗୋଟେ ଗଳ୍ପ। ଏବଂ କୃଷ୍ଣ ଯୋଉ ଆମର କୃଷ୍ଣ ଓ ବଳରାମଙ୍କୁ ନନ୍ଦରାଜା ଛାଡିବା ପାଇଁ ମଥୁରାକୁ ଯାଇଥିଲେ। ସେ ସେଠାରୁ ଫେରିଛନ୍ତି ଏବଂ ସେ ଦେଖୁଛନ୍ତି ସବୁ ଗୋପୀ ଗଣ ସବୁ ଅଧିବାସୀ ଗଣ ସେ ସବୁ ଦୁଃଖରେ ଭାଙ୍ଗି ପଡିଛନ୍ତି ଏବଂ ନିଜ କର୍ମ ସବୁ ମାନେ ଯିଏ କୃଷ୍ଣ କଥା ଚିନ୍ତା କରି କରି ସେ ନିଜ କର୍ମ ବି ଜାଣି ପାରୁନାହାନ୍ତି କଣ କରିବେ କଣ ନାହିଁ। ସେ ଅତି ଦୁଃଖରେ ପୁରା ଭାଙ୍ଗି ପଡିଛନ୍ତି। ତ ସେଇ ସମୟର କଥା। ନନ୍ଦ ମହାରାଜ କୃଷ୍ଣଙ୍କୁ ଛାଡିବା ପାଇଁ ଯାଇଛନ୍ତି। ସେ ଆସିଲେ, ସେ ଦେଖିଲେ ଗୋପାଳ ଓ ଗୋପବାଳ ସହ ସେ ଆସିଲେ କିନ୍ତୁ କୃଷ୍ଣ ଆସିନାହାନ୍ତି। କୃଷ୍ଣ ଗୋପୀ ମାନଙ୍କୁ କଥା ଦେଇ ଯାଇଥିଲେ ଯେ ସେ କାମ ସାରିଲେ ଶୀଘ୍ର ଚାଲି ଆସିବେ। କିନ୍ତୁ ସେ ତାଙ୍କ ଅପେକ୍ଷାରେ ଝୁରି ଝୁରି ଗୋପୀମାନେ କେମିତି ବୃନ୍ଦାବନରେ ତାଙ୍କର କର୍ମ ସବୁ କରୁଛନ୍ତି, ସେ हरे ଦୁଃଖରେ कृष्ण ପୁରା बंधु। ଅଛନ୍ତି ସେୟା ଦେଖା। हरे कृष्ण ମୁଁ କହିଲି ତମ କ୍ୟାମେରା ଟିକେ ଉପରକୁ ରଖ, ଫେସ୍ ହିଁ ଦେଖାଉନି। ଟିକେ ହଁ ଠିକ ଅଛି। କୃଷ୍ଣ ଅକ୍ରୂର ରଥରେ ବସି ମଥୁରାକୁ ଯାଇଛନ୍ତି। ସେ ମଥୁରାରେ ଯାଇ ପହଞ୍ଚିଲେ। ତାଙ୍କୁ ଛାଡି ନନ୍ଦ ମହାରାଜ ଆସିଛନ୍ତି। ସେ ନନ୍ଦ ମହାରାଜ ଆସିଲା ବେଳେ ସେ ସମସ୍ତେ ଗୋପୀଗଣ ତାଙ୍କୁ ଅନେଇ ଚାହିଁ କହୁଛନ୍ତି ଆଉ କୃଷ୍ଣ କେମିତି ଅଛନ୍ତି କଣ ସେ ସବୁ ପଚାରୁଛନ୍ତି। କୃଷ୍ଣ ସେ ବି ବହୁତ ଝୁରୁଛନ୍ତି ତାଙ୍କୁ ଗୋପୀ ମାନଙ୍କୁ ତାଙ୍କର ବୃନ୍ଦାବନ ବାସୀ ଲୋକମାନଙ୍କୁ ସମସ୍ତଙ୍କୁ। ତ ଏଠି ଆସିଛି ଉଦ୍ଧବଙ୍କ କଥା। ଉଦ୍ଧବ ହଉଛନ୍ତି ବାସୁଦେବଙ୍କ ଭାଇଙ୍କ ପୁଅ। ସେ ଉଦ୍ଧବ ସେତେବେଳେ ଆସିଲେ ଯେତେବେଳେ ସେ ଦ୍ୱାରିକାକୁ ଆସିଛନ୍ତି। ଉଦ୍ଧବ ତାଙ୍କୁ କହୁଛନ୍ତି ହେ ସଖା ବନ୍ଧୁ। ସେ ମଧ୍ୟ ଉଦ୍ଧବ ମଧ୍ୟ ତାଙ୍କର ପ୍ରିୟ ବନ୍ଧୁ ଥିଲେ କୃଷ୍ଣଙ୍କର। ତ ଉଦ୍ଧବ ତାଙ୍କୁ ସେ କହିଛନ୍ତି ମୁଁ ଆପଣଙ୍କ କିଛି ସେ କିଛି ଇଏ କରିପାରିବି, ସାହାଯ୍ୟ କରିପାରିବି କି କଣ। ତ ଶ୍ରୀକୃଷ୍ଣ କହିଛନ୍ତି କି ମୁଁ ବୃନ୍ଦାବନରେ ନାହିଁ, ସେଠାରେ ଗୋପୀ ମାନେ ଏବଂ ସବୁ ଲୋକ ତାଙ୍କ ବୃନ୍ଦାବନ ବାସୀ ମତେ ବହୁତ ଝୁରୁଛନ୍ତି।
ଆପଣ ଗୋଟିଏ ପତ୍ର ନେଇକି ଯାଆନ୍ତୁ ଏବଂ କହିବେ କି ମୁଁ ଏଠି ଠିକ ଠାକ ଅଛି, ମୁଁ ଶୀଘ୍ର କାର୍ଯ୍ୟ ସାରିକି ସେଠାରେ ଯାଇକି ପହଞ୍ଚିବି ବୃନ୍ଦାବନରେ। ତ କୃଷ୍ଣ ସେ ପତ୍ର ଦେଇକି ଉଦ୍ଧବଙ୍କୁ ନେଇକି ହାତରେ ଦେଲେ ଏବଂ ସେ ଉଦ୍ଧବ ଆସିକି ପହଞ୍ଚିଲେ ସନ୍ଧ୍ୟା ସମୟ ହେଇଥାଏ। ଗୋଚର ମେ ସେଟା ବୃନ୍ଦାବନ ଏମିତି ଗୋଟେ ଜାଗା ଯାହାକି ବର୍ଣ୍ଣନା ତ କରିହବନି, ମାନେ ଅବର୍ଣ୍ଣନୀୟ। ସେ ଅତି ସୁନ୍ଦର ଜାଗା। ସେ କହିଛନ୍ତି କି ବୃନ୍ଦାବନରେ ସନ୍ଧ୍ୟା ସମୟରେ ସେ ଯେତେବେଳେ ପହଞ୍ଚିଲେ, ବୃନ୍ଦାବନରେ ସବୁ ଘର ଦ୍ୱାରରେ ଦୀପ ଧୂପ ସୁଗନ୍ଧମୟ ପୁଷ୍ପ ଇଏରେ ସଜା ହେଇଛି ଏବଂ ବୃନ୍ଦାବନ ଧଳା ଗାଭୀରେ ପରିପୂର୍ଣ୍ଣ। ବୃନ୍ଦାବନ ଏତେ ସୁନ୍ଦର ଜାଗା, ସେ ଦେଖିକି ଉଦ୍ଧବ ପୁରା ମୋହିତ ହେଇଗଲେ ଏବଂ ଉଁ, ସେ ପହଞ୍ଚିଲେ ନନ୍ଦ ମହାରାଜଙ୍କ ଘରକୁ। ନନ୍ଦ ମହାରାଜଙ୍କ ଘରକୁ ଯାଇ ପହଞ୍ଚିଲେ, ସେ ବସୁଦେବ ନନ୍ଦ ମହାରାଜ ପଚାରିଲେ, ଉଦ୍ଧବ ତମେ ହଉଛ କୃଷ୍ଣଙ୍କର ଜଣେ ପ୍ରିୟ ସଖା ବନ୍ଧୁ, ତ ତମେ କୁହ ମୋ ବନ୍ଧୁ କେମିତି ଅଛନ୍ତି ବସୁଦେବ? ସେ କହିଲେ କି କୃଷ୍ଣ ନନ୍ଦ ମହାରାଜ ଆଉ ମଧ୍ୟ ପ୍ରଶ୍ନ ବହୁତ ପଚାରିଛନ୍ତି, କହିଛନ୍ତି କି ଏବେ ତ ସେ କଂସ ର ସେ କଂସ ଦେହ ତ୍ୟାଗ କରି ସାରିଲାଣି, ସେ ତାଙ୍କୁ ବଧ କରିସାରିଛନ୍ତି। କଂସ କୃଷ୍ଣ ତାଙ୍କୁ ବଧ କରିଛନ୍ତି। ତ ଏବେ ସିଏ ମୁଁ ଆଶା କରୁଛି ସେ ନିଶ୍ଚୟ ଖୁସିରେ ଥିବେ ଏବଂ ବନ୍ଦିଶାଳାରୁ ବନ୍ଦୀ ହେଇକି ନଥିବେ ଆଉ ବନ୍ଦିଶାଳାରେ। ସେ ଆଉ କହୁଛନ୍ତି କି ସେ ବସୁଦେବ ତ ଏବେ ଖୁସିରେ ଥିବେ, ଯେହେତୁ କୃଷ୍ଣ ବଳରାମ ତାଙ୍କ ପୁତ୍ର ତାଙ୍କ ପାଖରେ ଅଛନ୍ତି, ଭଲରେ ଥିବେ ସେ। ଏମିତି ସେ କେତେ କଥା କହିଛନ୍ତି। ତାପରେ କୃଷ୍ଣ ସରି ତାପରେ ନନ୍ଦ ମହାରାଜ କହିଲେ କି ଏଠାରେ ଆମେ ସମସ୍ତେ କୃଷ୍ଣଙ୍କୁ ଝୁରି ଝୁରି ବହୁତ ଦୁଃଖରେ ଅଛୁ। କୃଷ୍ଣ କେମିତି ଖେଳୁଥିଲେ, କୃଷ୍ଣ କେମିତି ଦଳିରେ ଝୁଲୁଥିଲେ, କୃଷ୍ଣ ତାଙ୍କ ଗାଭୀ ମାନଙ୍କୁ ଚରେଇବା ପାଇଁ ନଉଥିଲେ, ତାଙ୍କର ସବୁ କର୍ମ ଆମେ ସବୁ ତାଙ୍କ ଯେତେ ସବୁ ଜିନିଷ, ଯେତେ ସବୁ କୃଷ୍ଣ ବଳରାମଙ୍କର ସ୍ମୃତି ସେ ସ୍ମରଣ କରିକି କାନ୍ଦୁଥାନ୍ତି ଏବଂ ତାଙ୍କ ପାଖରେ ଯଶୋଦା ମାତା ମଧ୍ୟ ବସିଥିଲେ। ସେ ଖାଲି ସେ କାନ୍ଦି ଚାଲିଥିଲେ ଏବଂ କହୁଥିଲେ କି କୃଷ୍ଣ କେବେ ଆସିବେ? ସେ କହିଲେ କି କୃଷ୍ଣ ସେଠାରେ ଠିକ ଅଛନ୍ତି ତ? ସେ ଆମକୁ ମନେ ପକାଉଛନ୍ତି କି ନାହିଁ? କୃଷ୍ଣ ଆମକୁ ଭୁଲି ଗଲେଣି ତ? ଭୁଲି ଗଲେଣି କି? ସେ ସବୁ ପଚାରୁଛନ୍ତି ଏବଂ ସେ କହୁଛନ୍ତି କି ସେ କୃଷ୍ଣ କେବେ ଆସିବେ, କେମିତି ଆସିବେ, କେମିତି ଅଛନ୍ତି, କଣ ହେଇଛି? ଆଉ ଗୋପୀ ମାନେ ମଧ୍ୟ ଦୁଃଖରେ ପୁରା ଭାଙ୍ଗି ଯାଇଛନ୍ତି, କାରଣ ସେ କୃଷ୍ଣଙ୍କ ବିନା କିଛି ନୁହଁ। କୃଷ୍ଣ ମଧ୍ୟ ଏଠାରେ କହୁଛନ୍ତି କି ଯେ ମତେ ସବୁ ସେ ତାର ଗୃହ କର୍ମ ସବୁ ତ୍ୟାଗ କରିକି ମୋ ପଛରେ ମତେ ଧ୍ୟାନ କରେ, ମୁଁ ମଧ୍ୟ ତା ପ୍ରତି ଧ୍ୟାନ ଦିଏ। ଏବଂ ସେ ମଧ୍ୟ ଗୋଟେ ଶ୍ଲୋକ ବି କହିଥିଲେ, ଯଥା ମାଂ ପ୍ରପଦ୍ୟନ୍ତେ ତାନ୍ ତଥୈବ ଭଜାମି ଅହମ୍। ଅର୍ଥାତ୍ ଭକ୍ତ ମାର୍ଗରେ ଯେତେବେଳେ ଦୂର ଅଗ୍ରଗତି କରିଥାଏ, ସେଇ ଅନୁସାରେ ସେ ଭକ୍ତକୁ ପ୍ରାପ୍ତ ହୁଅନ୍ତି। ଅର୍ଥାତ୍ ସେ ଭଗବାନଙ୍କୁ ଯିଏ ଯେତେ ଡାକେ, ଭଗବାନଙ୍କ ପାଇଁ ଯିଏ ଯେତେ ନିଜକୁ ସମର୍ପଣ କରିପାରେ, ଭଗବାନ ମଧ୍ୟ ତାକୁ ସେତିକି ଗୁରୁତ୍ୱ ଦିଅନ୍ତି ଏବଂ କୁହନ୍ତି ତାର ଦୁଃଖ ସୁଖ ସବୁରେ ଭଗବାନ ତାକୁ ସାହାଯ୍ୟ କରନ୍ତି। ଭଗବାନ ଆଉ ଗୋଟେ କଥା କହିଛନ୍ତି କୃଷ୍ଣ ଯେ କହିଛନ୍ତି ତମେ ଯଦି ମୃତ୍ୟୁ ସମୟରେ ମତେ ଥରେଟିଏ ସ୍ମରଣ କରିବ, ଆଉ ସେ ସ୍ମରଣ ବି ଏମିତି ଆସିବନି, କାରଣ ଯଦି ଆମେ ଠିକ ଟାଇମରେ, ମାନେ ଆମେ ଭଲ ଅଛୁ ଏବେ ଆମେ ଭଗବାନଙ୍କୁ ଡାକିବାନି, ଭଗବାନଙ୍କ ସେବା କରିବାନି, ତାହେଲେ ଆମେ କେମିତି ମୃତ୍ୟୁ ସମୟରେ ଭଗବାନଙ୍କୁ ପାଇପାରିବା କି ତାଙ୍କ ନାମ ଆମ ତୁଣ୍ଡରେ ଆସିପାରିବ?
ସେଥିପାଇଁ ସେ କହିଛନ୍ତି ତମେ ମତେ ନିୟମିତ ଭାବରେ ମୋର ସେବା କର, ମୋର ଶରଣକୁ ଆସ, ମୁଁ ନିଶ୍ଚୟ ତମକୁ ସାହାଯ୍ୟ କରିବି ଦୁଃଖ ସୁଖ ସବୁ ସମୟରେ। ଆଉ ସେ ଏସବୁ କଥା ସେ କହୁଛନ୍ତି। ଆଉ ଉଁ, ନନ୍ଦରାଜାଙ୍କ ସେ ଯେହେତୁ ପ୍ରଶ୍ନ କରୁଥିଲେ, ସେ ବି ଆ- ଆନ୍ସର ଦଉଛନ୍ତି। ଆଉ ଉଦ୍ଧବ କହିଲେ କି ଭଗବାନ କୃଷ୍ଣ ତମକୁ ବହୁତ ମନେ ପକଉଛନ୍ତି, ସେ ମଧ୍ୟ ତମକୁ ତମ ବିଷୟରେ କୁହନ୍ତି। ଆଉ ଆପଣ ମାନେ ନନ୍ଦ ରାଜା ଏବଂ ଯଶୋଦା ମାତା, ଆପଣ ମାନେ ଧନ୍ୟ ଯେ ଆପଣ କୃଷ୍ଣ ପରମ ପୁରୁଷଙ୍କ ମାତା ପିତା ହେଇପାରିଛନ୍ତି। ସେ କହିଲେ କି ଉଦ୍ଧବ କହିଲେ ଆପଣ ବହୁତ ସତ କଥା କହିବା ପାଇଁ ଗଲେ ସେ କହିଲେ ନା କୃଷ୍ଣଙ୍କର ନା ଆଦି ଅଛି ନା ଅନନ୍ତ, ଏହା ଆମେ ଜାଣିଛେ। କୃଷ୍ଣ ଜନ୍ମ ନେଇ ନାହାନ୍ତି କି ମୃତ୍ୟୁବରଣ କରିପାରିବେନି। ଆମେ ଭାବୁ ଯେ କୃଷ୍ଣ ଓ ବଳରାମ ସାଧାରଣ ଲୋକ, କିନ୍ତୁ ସେ ସାଧାରଣ ଲୋକ ନୁହନ୍ତି। କାରଣ କୃଷ୍ଣ ଏବଂ ବଳରାମ ସ୍ୱର୍ଗର ଦେବତା। ନନ୍ଦରାଜା ଏବଂ ସବୁ ବୃନ୍ଦାବନବାସୀ ସମସ୍ତେ ଏହା ଭାବୁଥିଲେ। କାହିଁକି ନା ନହେଲେ ସେ 7 ଦିନ ହେଲା ଯେତେବେଳେ ବାତ୍ୟା ମାନେ ଯେତେବେଳେ ଝଡ ଆସିଥିଲା, ସେତେବେଳେ କୃଷ୍ଣ 7 ଦିନ ଧରି ଗୋବର୍ଦ୍ଧନ ପର୍ବତକୁ ଟେକି ରଖିଥିଲେ ଏବଂ ବୃନ୍ଦାବନ ବାସୀଙ୍କର ଜୀବନ ରକ୍ଷା କରିଥିଲେ। ଆଉ କଣ ନା ସେ ଏତେ ଅସୁର କଂସ ଏତେ ଅସୁର ଯେତେ ପଠେଇଥିଲେ, ସେ ତାଙ୍କୁ ସମସ୍ତଙ୍କୁ ବଧ କରିଥିଲେ ଏବଂ ତାଙ୍କୁ ରକ୍ଷା କରିଥିଲେ। ତେଣୁ ସେ ନନ୍ଦରାଜା ଏବଂ ଯଶୋଦା ମାତା ବି ଜାଣିଛନ୍ତି ସେ ସାଧାରଣ ପୁତ୍ର ନୁହନ୍ତି। ସେ ନିଜକୁ ଭାଗ୍ୟବାନ ବି ମନେ କରୁଛନ୍ତି, ଯେହେତୁ ସେ ତାଙ୍କୁ କୃଷ୍ଣ ଏବଂ ବଳରାମଙ୍କ ମାତା ପିତା ହବାର ଅବସର ପାଇଛନ୍ତି। ତ ଏମିତି କଥାବାର୍ତ୍ତା ହଉ ହଉ ଉଦ୍ଧବ କହିଲେ ଯେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବଳରାମ ସେ ସେଠାରେ ଦେବକୀ ଏବଂ ବସୁଦେବଙ୍କ ସହିତ ଅଛନ୍ତି ଏବଂ ସେ ତାଙ୍କ ହାତରେ ସବୁ ମାନେ ବାର୍ତ୍ତା ପଠେଇଛନ୍ତି ଯେ ହଁ ସେ ଠିକ ଅଛନ୍ତି। ସେ ମଧ୍ୟ ମନେ ପକଉଛନ୍ତି ତାଙ୍କର ବୃନ୍ଦାବନ ବାସୀଙ୍କୁ। ସେ କୃଷ୍ଣ ସେ ମଧ୍ୟ ଦେଖିବା ପାଇଁ ଚାହୁଁଛନ୍ତି ତାଙ୍କ ଗୋପୀ ବୃନ୍ଦାବନର ଅଧିବାସୀ ଗଣ ମାନଙ୍କୁ। ଏବଂ କୃଷ୍ଣ ନିଜେ ମଧ୍ୟ ବହୁତ ମନେ ପକଉଛନ୍ତି ବୃନ୍ଦାବନକୁ, କାରଣ ସେ ସେଠାରେ ଛୋଟରୁ ବଡ ମାନେ ଯେତେ ବି ଦିନ ସେଠାରେ ରହିଛନ୍ତି, ସେ ତାଙ୍କର କର୍ମ କରିଥିଲେ, ମାନେ ଗୋପୀ ମାନଙ୍କ ସହିତ ମିଶୁଥିଲେ, ସବୁ କାର୍ଯ୍ୟ କରୁଥିଲେ, ଗାଭୀ ଚରାଇବା ପାଇଁ ଯାଉଥିଲେ। ତ ନନ୍ଦ ମହାରାଜ କହିଲେ କି ହଁ ସେ କଥା ଦେଇଛନ୍ତି ଯେ ତାଙ୍କ କାର୍ଯ୍ୟ ସାରିଲେ ସେ ଆସିବେ ଏବଂ ଆମ ସମସ୍ତଙ୍କ ନିକଟରୁ ନିଶ୍ଚୟ ଫେରି ଆସିବେ। ଉଦ୍ଧବ କହୁଛନ୍ତି କି ଉଦ୍ଧବ କହିଲେ କି ହଁ ସେ 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 ତ ସାଧାରଣ ନୁହନ୍ତି, ସେ ଜାଣିଛନ୍ତି, ତଥାପି ସେ ତାଙ୍କୁ ଦେଇଛନ୍ତି ଯେ ତାଙ୍କ ହାତରେ ପତ୍ର ଦେଇଛନ୍ତି ଏବଂ କହୁଛନ୍ତି କି ପତ୍ର ଦେଇକି କହିଛନ୍ତି କି ଏଇ ପତ୍ର ନେଇକି ଦବା ପାଇଁ ନନ୍ଦ ରାଜାଙ୍କୁ ଏବଂ ତାଙ୍କ ବିଷୟରେ ବେଶୀ ମାନେ କଣ ସେ ଠିକ ଠାକ ଅଛନ୍ତି, ତାଙ୍କୁ ଏତେ ମାନେ ତାଙ୍କ ଇଏରେ ସ୍ମରଣ କରିକି ଦୁଃଖିତ ନ ହେଇକି କାର୍ଯ୍ୟ ଠିକ ଠାକ କରିବେ। ତାଙ୍କୁ ଏତେ ମାନେ କଣ ଚିନ୍ତା କରିବେନି, ଏମିତି ସବୁ ତାଙ୍କ ବିଷୟରେ। ତ ଏମିତି କଥାବାର୍ତ୍ତା ହଉ ହଉ ରାତ୍ରି କଟିଗଲା। ତ ସକାଳେ ଗୋପୀ ମାନେ ଉଠିଲେ, ଉଠିକି ସେ ତାଙ୍କର କୃଷ୍ଣଙ୍କୁ ଦଧି ଅର୍ପଣ କରି ତାଙ୍କର ପୁଷ୍ପ ଧୂପ ସବୁ ତାଙ୍କର କାର୍ଯ୍ୟରେ ପୂଜା କରି ତାଙ୍କୁ ଯେତେବେଳେ ଆଳତି କରୁଥିଲେ, ସେ ଟାଇମରେ ସେ ସମୟରେ ଉଦ୍ଧବ ତାଙ୍କର ନିତ୍ୟ କାମ ସାରି ସକାଳୁ ଉଠି ଗାଧେଇ କରିକି ସେ ଦେଖୁଛନ୍ତି, ସେ ଦେଖିଲେ ଯେ ଗୋପୀ ମାନେ ସବୁ କଥା ହଉଛନ୍ତି କି
ଏଇଟା ଆଉ ସେଇ ରଥ ନୁହଁ ତ ଯିଏ କୃଷ୍ଣଙ୍କୁ ନେଇ ଯାଇଥିଲା? ଆଉ ସେ କୃଷ୍ଣ ପୁଣି ଆସିଛି କଣ? ସେ ଗୋପୀ ମାନେ ଏମିତି କଥାବାର୍ତ୍ତା ହଉଥିଲେ। କୃଷ୍ଣ ଉଁ, କୁ ନେଇଯାଇଥିବା ସେଇ ରଥୀ ଉପରେ ସେ ଜମା ବି ଖୁସି ନଥିଲେ। କଣ ପାଇଁ ନା ସେ କଂସ ପାଖରେ ରହିକି ତାର କାମ କରୁଥିଲା ଏବଂ ତା ଉଁ, କାମ କରୁଥିଲା ଏବଂ ସେ କୃଷ୍ଣଙ୍କୁ ସେଇ ରଥରେ ନେଇକି ମଥୁରାକୁ ଯାଇଥିଲା। ତ ସେଥିପାଇଁ ସେ ଜମା ବି ଖୁସି ନଥିଲେ ସେ ରଥରେ। ଏବଂ ସେ କହୁଥିଲେ କି ଆମେ ତ କୃଷ୍ଣ ବିନା ପୁରା ଦୁଃଖରେ ଭାଙ୍ଗି ପଡିକି ଅଛୁ, ମୃତ ଶରୀର କରିକି, ପୁଣି ସେ କଣ ନେବା ପାଇଁ ଆସିଛି? ଉଁ, ସେ ତ ଆମ ପାଖରୁ ଆମ କୃଷ୍ଣଙ୍କୁ ଛଡେଇ ନେଇଛି, ଆଉ ପୁଣି କଣ ନବ? ଗୋପୀ ମାନେ ଏମିତି କଥା ହଉଥିଲେ। ଉଦ୍ଧବ ଏତିକି ଶୁଣିଲେ। ତ ଏଠାରେ ବିଷୟଟି ଏତିକିରେ ସରିଲା। ତ ଆମେ ଏଠୁ ଏହା ଶିଖିବା ପାଇଁ ପାଇଲେ ଯେ ଭଗବାନଙ୍କୁ ଯଦି ଆମେ ଏବେ ନ ଡାକିବା, ଆମେ ଯେତେବେଳେ ଭଲ ଅଛୁ, ଆମେ ସୁସ୍ଥ ଅଛୁ, ଏବେ ଭଲ ସମୟରେ ଯଦି ନ ଡାକିବା, କଣ ଶେଷ ସମୟରେ ଭଗବାନ ଆମକୁ ସାଥ ଦେବେ? ଆମେ ଭଗବାନଙ୍କ ଟିକେ ନାଁ ବି, ହରେ କୃଷ୍ଣ ମହାମନ୍ତ୍ର ବି ଆମ ପାଟିରେ ଶେଷ ସମୟରେ ନେଇପାରିବାନି। କଣ ପାଇଁ ନା ଆମେ ତ ଏବେ ଭଗବାନଙ୍କୁ ସ୍ମରଣ କରିନୁ। ସେଥିପାଇଁ ଆମେ ଯଦି ଏବେରୁ ଭଗବାନଙ୍କୁ ଡାକିବା, ଭଗବାନଙ୍କର ପାଇଁ କାର୍ଯ୍ୟ କରିବା, ଭଗବାନଙ୍କ ସେବା କରିବା, ତାହେଲେ ଭଗବାନ ବି ନିଶ୍ଚୟ ଶେଷ ସମୟରେ ଆମକୁ ସାଥ ଦେବେ ଏବଂ ଆମେ ତାଙ୍କ ଶରଣରେ ଯାଇକି ପହଞ୍ଚିବା। ସେ ମଧ୍ୟ ନିଶ୍ଚୟ କହିଛନ୍ତି, ସେ କହିଛନ୍ତି ଯେ ଯଦି ତମେ ମତେ ସବୁ ସମୟରେ, ସୁଖ ଦୁଃଖ ସବୁ ସମୟରେ ସେବା କରିବ କି ଡାକିବ, ତାହେଲେ ମୁଁ ମଧ୍ୟ ତମକୁ ଏତିକି ସାହାଯ୍ୟ କରିବି ଯେ ତମ ମାନଙ୍କୁ ବୈକୁଣ୍ଠ ଧାମକୁ ନିଶ୍ଚୟ ଯିବ, ତମେ ନିଶ୍ଚୟ ବୈକୁଣ୍ଠ ଧାମ ଯିବ। ହୁଁ। ଏବଂ ସେ କହିଛନ୍ତି କି କୃଷ୍ଣ ଭଗବାନ ସତରେ ବହୁତ ମହାନ। ତାଙ୍କ ବିଷୟରେ ମୁଁ ଆଉ କଣ କହିବି ଜାଣିପାରୁନି। ତ ଧନ୍ୟବାଦ। ସମସ୍ତଙ୍କୁ ବିଶେଷ ଧନ୍ୟବାଦ, ସମସ୍ତେ ମାତାଜୀଙ୍କର ପ୍ରେଜେଣ୍ଟେସନ ଶୁଣିଥିବାରୁ। ତ ମାତାଜୀ ବର୍ଣ୍ଣନା କରୁଥିଲେ ଉଦ୍ଧବ କେମିତି ବୃନ୍ଦାବନ ଯାତ୍ରା କରୁଛନ୍ତି। ଉଦ୍ଧବ ଯିଏ ଭଗବାନ କୃଷ୍ଣଙ୍କର ସହିତ ସାକ୍ଷ୍ୟ ରସରେ ଭଗବାନଙ୍କ ସହିତ ସମ୍ବନ୍ଧିତ। ତ ସେ ଯେମିତି କି କୋଉ କଲେଜରେ ପଢନ୍ତି, କିଏ ଧର ରେଭେନ୍ସାରେ ପଢିଥିବ, ତାକୁ କୁହାଯାଏ ରେଭେନ୍ସା ରିଟର୍ନ। ଏମିତି ଉତ୍କଳରେ କିଏ ପଢିଥିବ, ଆମେ କହୁଛୁ ଉତ୍କଳ ୟୁନିଭର୍ସିଟି। ଉଦ୍ଧବ କଣ? ହେଭେନ ରିଟର୍ନ। ହେଭେନ ମାନେ ସେ ସ୍ୱର୍ଗରେ ପାଠ ପଢିବାକୁ ଯାଇଥିଲେ। ବୃହସ୍ପତିଙ୍କର ଶିଷ୍ୟ କିଏ? ନା ଉଦ୍ଧବ। ଆଉ ଉଦ୍ଧବଙ୍କର ଏଇଭଳିଆ ଥିଲା, ଭଗବାନ କୃଷ୍ଣ ଯେମିତି ଦେଖିବା ପାଇଁ, ଉଦ୍ଧବ ଏକ୍ଜାକ୍ଟଲି ସେମିତି ଦେଖିବା ପାଇଁ। ଭଗବାନ କୃଷ୍ଣ ଯେମିତି ଦେଖିବା ପାଇଁ, ଉଦ୍ଧବ ସେମିତି ଦେଖିବା ପାଇଁ। ଆଉ ଉଦ୍ଧବ କଣ କରୁଥିଲେ? ତ ଉଦ୍ଧବ ସବୁବେଳେ କୃଷ୍ଣଙ୍କର ଅନୁଗମନ କରୁଥିଲେ। କେମିତି? ନା ଭଗବାନ କୃଷ୍ଣ ଯାହା ଖାଇବେ, ଯାହା ବଞ୍ଚିବ ଉଦ୍ଧବ ଖାଇବେ। କୃଷ୍ଣଙ୍କ ପାଇଁ ଗୋଟେ ଡ୍ରେସ ଆସିବ, ତ ଭଗବାନ ପ୍ରଥମେ ସେ ଡ୍ରେସ ପିନ୍ଧିଦେବେ। ତ ସେକେଣ୍ଡ ରାଜା ଲୋକ, ତ ଭଗବାନଙ୍କର ଡ୍ରେସ ଟାକୁ କିଏ ପିନ୍ଧିବେ? ଉଦ୍ଧବ ପିନ୍ଧିବେ। ସବୁ କିଛି ଭଗବାନଙ୍କର ଯାହା ଯାହା ଭଗବାନ ବ୍ୟବହାର କରିଥିବେ, ସେଇ ସବୁ ଜିନିଷ ଗୁଡା ଉଦ୍ଧବ ବ୍ୟବହାର କରିବେ। ତ ଭଗବାନ ଏଇଠି ମାତାଜୀ ଯୋଉ ଚାପ୍ଟର ପଢିଲେ, ଚାପ୍ଟର ଗୋଟେ ବଢିଆ ଜିନିଷ ଲେଖା ହେଇଛି, ଯେ ଯଥାମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ତ ଆମେ ବେଳେ ବେଳେ ପ୍ରଶ୍ନ ଆସେ ଆମ ମନକୁ, ଆମେ ଏତେ ଭଗବାନ କୃଷ୍ଣଙ୍କୁ ଡାକୁଛେ, କଣ ଭଗବାନ ଆମ କଥା ଶୁଣୁଛନ୍ତି? ତ ଏହାର ଉତ୍ତରରେ ପ୍ରଭୁପାଦ ଭାବାର୍ଥରେ ଲେଖିଛନ୍ତି, ଏଇ ଯୋଉ ଆମର ଶ୍ଲୋକର ପରେ ଲେଖିଛନ୍ତି, କୃଷ୍ଣ ଇଜ ଭେରି ରେସ୍ପନ୍ସିଭ। He respond in proportion to the devotee's advancement in devotional service. ତ କୃଷ୍ଣ ଆମ ସହିତ ଆଦାନ ପ୍ରଦାନ କରିବାରେ ବହୁତ ତ୍ୱରିତ, ବହୁତ ଜଲ୍ଦି ଆଦାନ ପ୍ରଦାନ କରନ୍ତି। ତ କୋଉ ଭଳିଆ କେତେ ମାତ୍ରାରେ ଆଦାନ ପ୍ରଦାନ କରନ୍ତି? ନା ଯେତେ ମାତ୍ରାରେ ଆମେ କୃଷ୍ଣଙ୍କ ସହିତ ଭକ୍ତି ମାର୍ଗରେ ସମ୍ବନ୍ଧିତ ହେଇଥିବା। ଶୁଦ୍ଧ ଭକ୍ତି ମାର୍ଗରେ ଆମେ ଯେତେ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହେଇଥିବା,
ସେତେ ପର୍ଯ୍ୟନ୍ତ ଆମକୁ କୃଷ୍ଣ ଆମ ସହିତ ଆଦାନ ପ୍ରଦାନ କରନ୍ତି। କିନ୍ତୁ ଆମେ ଯେତେବେଳେ ଭଗବାନଙ୍କୁ ଡାକୁଛେ, ମ୍ୟାକ୍ସିମମ୍ ଜାଗାରେ ଆମେ କେତେ କଣ ପାଇଁ ଡାକନ୍ତି? କିଛି ଭୌତିକ ଆଶା ନେଇକି ଡାକନ୍ତି। ଚଳିବ, କିଛି ଅସୁବିଧା ନାହିଁ, କିନ୍ତୁ ଆମର ଯେହେତୁ ଇଚ୍ଛା, ସଂସାରକୁ ଭୋଗ କରିବାର ଇଚ୍ଛା, ସେଥିରେ ଶୁଦ୍ଧିକରଣ ହେଇନି, ସେଥିପାଇଁ କୃଷ୍ଣ ବିଶେଷ ହସ୍ତକ୍ଷେପ କରନ୍ତିନି। କାହିଁକି ନା ସେ ଇନଚାର୍ଜ ବନେଇ ଦେଇଛନ୍ତି କାହାକୁ? କି ମାୟା ଦେବୀଙ୍କୁ, ପ୍ରକୃତିକୁ ଇନଚାର୍ଜ ବନେଇ ଦେଇଛନ୍ତି। ସିଏ ସବୁ କଥା ବୁଝିବେ। ଯଦି ବା ଆମେ ଭଗବାନଙ୍କୁ ଡାକୁଛେ, ଆମର ରୋଗ ଭଲ ହେଇଯାଉଛି, ତ ନିଶ୍ଚୟ ଭାବରେ ଭକ୍ତି କଲେ ଏହାର ବେନିଫିଟ କଣ? ଲକ୍ଷେ ଯଦି ଦଣ୍ଡ ମିଳିବାର ଥିବ, ତାହେଲେ 100ଟା ଦଣ୍ଡ ମିଳିବ। କିନ୍ତୁ ଦାୟିତ୍ୱ କିଏ ନେଇଛନ୍ତି? ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଚକ୍ରର ଯୋଉ କର୍ମ ଚକ୍ର ଅଛି, ତାର ଦାୟିତ୍ୱ କିଏ ନେଇଛନ୍ତି? ଇଏ ପ୍ରକୃତି, ମାୟା ଦେବୀ ନେଇଛନ୍ତି। ତେଣୁ ସେଥିପାଇଁ ଯେ ଯଥା ମାଂ ପ୍ରପଦ୍ୟନ୍ତେ, ଭଗବାନ କହନ୍ତି ଭକ୍ତି ମାଧ୍ୟମରେ ଯଦି କିଏ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହେଲା, ସେତେବେଳେ କୃଷ୍ଣ ଫଟାଫଟ ରେସ୍ପଣ୍ଡ କରିବେ। ଯେମିତି ଏଠି ଏକ୍ସାମ୍ପଲ ଦେଇଛନ୍ତି କି ଗୋପୀ ମାନେ ଭାବୁଥିଲେ କୃଷ୍ଣଙ୍କ ବିଷୟରେ, କୃଷ୍ଣଙ୍କ ବିରହରେ 24 ଘଣ୍ଟା ଗୋପୀ ମାନେ, ତ ସେଥିପାଇଁ କୃଷ୍ଣ ମଧ୍ୟ 24 ଘଣ୍ଟା ଗୋପୀଙ୍କ ବିଷୟରେ ଭାବୁଛନ୍ତି। ଆଜି କୃଷ୍ଣ ମଧ୍ୟ ଗୋପୀଙ୍କ ବିଷୟରେ 24 ଘଣ୍ଟା ଭାବୁଛନ୍ତି। ଆମର ପ୍ରୋବ୍ଲେମ ହେଲା, ଆମେ କହୁଛେ ଆମ କଥା କାହିଁ କୃଷ୍ଣ ଭାବୁନାହାନ୍ତି, କୃଷ୍ଣ ଶୁଣୁନାହାନ୍ତି। କାହିଁକିନା ଆମେ ସେତିକି ଦୂର କୃଷ୍ଣଙ୍କ ସହିତ ଭକ୍ତିରେ ସମ୍ବନ୍ଧିତ ହେଇନେ। ଆମର ଭକ୍ତିରେ ଶୁଦ୍ଧିକରଣ ହେଇନି। ଆମେ ଏପର୍ଯ୍ୟନ୍ତ 4ଟା ନିୟମ ବି ଭଲସେ ପାଳନ କରିପାରିନେ। ଭଗବାନଙ୍କ ପ୍ରସନ୍ନତା ପାଇଁ ଆମେ ଯେତେବେଳେ ନାମ ହରିନାମ କରୁଛେ, ନିଜର ପ୍ରଥମେ ଆମେ କେହି କରୁଛନ୍ତି କିଛି ଭୌତିକ ଇଚ୍ଛା ପାଇଁ, କେହି କରନ୍ତି ମନକୁ ସଂଯତ କରିବା ପାଇଁ, କେହି କରନ୍ତି ତାଙ୍କୁ କୁହାଯାଇଛି ବୋଲି କରନ୍ତି, କେହି କରନ୍ତି ନାଇଁ ମୁଁ ଦାୟିତ୍ୱ ନେଇଛି ଭଗବାନଙ୍କର ନାମ ସବୁଦିନ 16 ମାଳା କରିବି, ତ କେହି ଭଗବାନଙ୍କର ପ୍ରସନ୍ନତା ପାଇଁ କରନ୍ତି। ତ ବିଭିନ୍ନ ପ୍ରକାର ସ୍ତର ଅଛି। ତେଣୁ ଭଗବାନଙ୍କର ପ୍ରସନ୍ନତା ପାଇଁ ଯେତେବେଳେ ଆମେ ଭଗବାନଙ୍କର ନାମ ନଉଛେ, ସେତେବେଳେ ଭଗବାନ ପ୍ରସନ୍ନ ହେବେ, ସେତେବେଳେ ଭଗବାନ ରେସିପ୍ରୋକେଟ କରିବେ, ଆମ ସହିତ ଆଦାନ ପ୍ରଦାନ କରିବେ। ଆମକୁ ସେଇ ସ୍ତର ଯାକେ ପହଞ୍ଚିବାର ଅଛି। ଗୋପୀ ମାନେ ଭଗବାନଙ୍କ ପ୍ରସନ୍ନତା ପାଇଁ ଭଗବାନଙ୍କୁ ମନ ପକଉଥିଲେ। ଭାବନ୍ତୁ, ଗୋପୀ ମାନେ ଭଗବାନଙ୍କ ପ୍ରସନ୍ନତା ପାଇଁ ମନେ ପକଉଥିଲେ। ସେଇ ଆଦାନ ପ୍ରଦାନ କରିବା ପାଇଁ କୃଷ୍ଣ ମଧ୍ୟ 24 ଘଣ୍ଟା ଗୋପୀ ମାନଙ୍କ ବିଷୟରେ ମନେ ପକଉଛନ୍ତି। ଭାବନ୍ତୁ, ତେଣୁ ଗୋଟେ ଭଗବାନ ପାଖରୁ ପହଞ୍ଚିବା ପାଇଁ ଗୋଟେ ରାସ୍ତା ଅଛି, ଗୋଟେ ମାଧ୍ୟମ ଅଛି। ଏଟା କଣ? ଆମେ ବୈଦିକ ଭକ୍ତି, ତାପରେ ରାଗାନୁଗା ଭକ୍ତି। ବୈଦିକ ଭକ୍ତି ମାନେ ବିଭିନ୍ନ ପ୍ରକାର ବିଧି ନିଷେଧକୁ ନିଷ୍ଠାପର ଭାବରେ ପାଳନ କରିବା। ରାଗାନୁଗା ଭକ୍ତି ଅର୍ଥାତ ଭଗବାନଙ୍କ ପ୍ରତି ଭଲ ପାଇବା ଆମର ଆସିବ। ସେତେବେଳେ ଆମେ ଭଗବାନଙ୍କୁ ଧୀରେ ଧୀରେ ବୁଝିପାରିବା କି ଭଗବାନ କେତେ ଉନ୍ନତ ସ୍ତରରେ ଅଛନ୍ତି। ସେଥିପାଇଁ ଏଠି ଲେଖା ହେଇଛି କି ଭଗବାନ କୃଷ୍ଣ ସବୁବେଳେ ଗୋପୀ ମାନଙ୍କ ବିଷୟରେ ଭାବନ୍ତି, ମା ଯଶୋଦାଙ୍କ ବିଷୟରେ ଭାବନ୍ତି, ନନ୍ଦ ମହାରାଜଙ୍କ ବିଷୟରେ ଭାବନ୍ତି, ବୃନ୍ଦାବନ ସମସ୍ତ ବ୍ରଜବାସୀ ମାନଙ୍କ ବିଷୟରେ ଭାବନ୍ତି। ଯଦିବା ସେ କୃଷ୍ଣ ଏମାନଙ୍କ ଠାରୁ ବହୁତ ଦୂରରେ ଅଛନ୍ତି, କିନ୍ତୁ ଆଧ୍ୟାତ୍ମିକ ସ୍ତରରେ ସେମାନେ ସମସ୍ତେ କୃଷ୍ଣଙ୍କର ନିକଟରେ, କୃଷ୍ଣଙ୍କର ଚିନ୍ତନ ନେଇ ଅଛନ୍ତି। ତେଣୁ ସେଥିପାଇଁ କୃଷ୍ଣ ଚାହିଁଛନ୍ତି, ଆଜି କଣ ଚାହିଁଛନ୍ତି କୃଷ୍ଣ? କି ମୁଁ ଆଜି ଉଦ୍ଧବଙ୍କୁ ପଠେଇବି। କୋଉଠିକି ନା ବୃନ୍ଦାବନକୁ ପଠେଇବି। ଗୋଟେ ପତ୍ର ଲେଖିକି, ଗୋଟେ ମେସେଜ ଦେଇକି ପଠେଇବି ବୃନ୍ଦାବନକୁ। ଉଦ୍ଧବ ଯିଏ ଭଗବାନଙ୍କର ବନ୍ଧୁ, କିନ୍ତୁ ଭଗବାନ କଣ ଚାହାନ୍ତି? ଭକ୍ତିର ରସ ଅଛି। ଭକ୍ତିରେ 5 ପ୍ରକାର ରସ ଥାଏ। କଣ କଣ? ଶାନ୍ତ ରସ। ଶାନ୍ତ ରସ ମାନେ କଣ? ଶାନ୍ତିରେ ବସିବା ନୁହେଁ। ଶାନ୍ତ ରସ ମାନେ ଭଗବାନଙ୍କୁ ରେସପେକ୍ଟ କରିବା, ହାଇଏଷ୍ଟ ରେସପେକ୍ଟ କରିବା। କିଛି ଗୋଟେ ମନ୍ଦିରକୁ ଯାଉଛି, ଭଗବାନ ପାଇଁ ଫୁଲ ଆଉ ତୁଳସୀ ନେଇକି ଆସିବା, ଏଇଟା କଲଚର ଆମର। ଯେତେବେଳେ କିଏ ବି ଯେତେବେଳେ ମନ୍ଦିର ଆମ ଘରକୁ ଯେତେବେଳେ କିଛି ମାମୁଁ ଆସନ୍ତି, ସେ ଆମ ଘର ପାଇଁ କିଛି ଗୋଟେ କଣ ମିଠା ହେରିକା ଆଣିକି ଆସନ୍ତି। ତ ଆମେ ଯେତେବେଳେ ଭଗବାନଙ୍କ ପାଖକୁ ଯିବା, ତ ଭଗବାନଙ୍କ ପାଇଁ ସବୁବେଳେ କିଛି ନେଇକି ଯିବା। କିଛି ଫୁଲ ନବା, କିଛି ତୁଳସୀ ନବା, କିଛି ଫଳ ହେରିକା ସୁନ୍ଦର ଭାବରେ ବନେଇକି ନବା, କି ଭଗବାନଙ୍କ ପାଇଁ ଦକ୍ଷିଣା ଦେବା ପାଇଁ କିଛି ଲକ୍ଷ୍ମୀ ନେଇକି ଯିବା। ତ ଏ ସବୁ ଜିନିଷ ନେଇକି ଯିବାକୁ ଚାହାନ୍ତି। ତେଣୁ ଶାନ୍ତ ରସରେ ଭଗବାନଙ୍କୁ ପ୍ରସନ୍ନତା କରିବା, ଭଗବାନଙ୍କର ପ୍ରସନ୍ନତା ପାଇଁ ଭଗବାନଙ୍କର ଗୁଣ କୀର୍ତ୍ତନ କରିବା। ଭଗବାନ କେତେ ମହାନ, ଭଗବାନ କେତେ, ଆମେ ଭଗବାନଙ୍କ ନିକଟରେ କେତେ କୃତଜ୍ଞତା ପ୍ରକାଶ କରିବା ଦରକାର। ତେଣୁ ଶାନ୍ତ ରସ। ତାପରେ କଣ ଆସେ? ଦାସ୍ୟ ରସ। ଦାସ୍ୟ ରସ ମାନେ ଭଗବାନଙ୍କୁ ସେବକ, ଭଗବାନଙ୍କୁ ମାଲିକ ହିସାବରେ ସେବା କରିବା। ଚାକର, ମୁଁ ଚାକର, ଭଗବାନ ମାଲିକ। ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ହେଲେ ଭଗବାନ କୃଷ୍ଣ।
तो मुझे की सेवा करी मंदिर रे सेवा करवा झाड़ू मारिया पोछा मारिया भगवान फूल गुंथिबा ए सब जिनस कौन आसीबो दास्य रस रे आसीबो जेमती हनुमान दास्य रसर भक्त श्रीदामा से निज को भावुले दास्य रसर भक्त किंतु भगवान आलिंगन कर साक्ष्य रसरे परिवर्तित हो तो विभिन्न प्रकार दास्य रसरे भगवान सेवा करहब वृंदावन ने विभिन्न प्रकार बेसी नता बहुत दास्य रसर कम प्रभाव थाए किंतु वृक्ष लता किंबा समस्ते शांत रसरे भगवान को सेवा करने चाहती तो शांत तापरे दास्य तापरे कौन आसीबो साक्ष्य रस भगवान को बंधु बंधु केमती अर्जुन ए उद्धव विभीषण तो एमाने सुग्रीव तो एमाने भगवान बंधु मित्र बाल गोपाल माने भगवान मित्र रूप में भगवान सेवा करने चाहती बुझला तो याठू आउ टिके उन्नत रस कौन आसीबो बात्सल्य रस जेमती पिता माता तांकर पुत्र मा कन्या को स्नेह प्रदान करती बात्सल्य रस तो बात्सल्य रस केतळे अणे प्राप्त हबो जेतळे भगवान तांकर पुत्र या फिर कन्या रूप में आसନ୍ତି तो पुत्र रूप में जेतळे भगवान रामचंद्र समय आसिले तो दशरथ महाराज कौशल्या तो तांको सहित बात्सल्य रस रे भगवान संबंधित किंबा नंद महाराज जशोदा जशोदा नंद जशोदा देवकी वसुदेव तो ये समस्ते बात्सल्य रस रे वृंदावन वरिष्ठ गोपी माने किंबा वृंदावन जो गोमाता माने भी गोमाता माने जो माने भगवान को बात्सल्य रस रे भल पाती भगवान के आईते भगवान को चाटी पकोथिबे तेणु से बात्सल्य रसर प्राधान्यता अच्छी वृंदावन में बात्सल्य रस पर को रस आसीबो कि माधुर्य रस माधुर्य रस रे दुई प्रकार अछि गोटे हला स्वकीय गोटे परकीय भगवान कृष्ण एतबेले विवाह करती एतबेले 16,108 जन पाटराणी को से ग्रहण करती कोटी ना द्वारिका रे थिला बेले लक्ष्मी केते केते महालक्ष्मी तो भगवान जहां भगवान को सहित स्वकीय निज पत्नी रूप में कांता रूप में ग्रहण करती कहा जाए कि स्वामी और स्त्री जो संबंध अच्छी संबंध को भगवान जिते उन्नत आध्यात्मिक चेतना रे कृष्ण पाखे प्रतिफलित होता है प्रतिफलित आम कहबानी कृष्ण पाखे ओरिजिनली थाए तो से रस जोटा थाए कहा जाए माधुर्य रस तो माधुर्य रसर आउ गोटे डिविजन अच्छी गोटे सेक्शन अच्छी कौन कहते परकीय गोटे स्वकीय गोटे परकीय परकीय कृष्ण जहां सहित विवाह कर जो वृंदावन जो गोपी माने रहिले जहां सहित कृष्णकर लौकिक दृष्टि विवाह है से गोपी मान सहित भगवान कृष्णकर जो दिव्य संबंध रहा तो से संबंध रे अधिक आनंद थाए से भौतिक जगत प्रभुपाल लिखुं गोटे भौतिक जगत रे जोटा कहती गोटे स्वामी स्त्री बाहा गले स्वामी स्त्री रही संपर्कटा स्वकीय रस परकीय रस कौन से भौतिक दृष्टि में कहूँ तो सी बाहा कि गोटे क्या भल पाव से लुचि लुचि जो भल पाइबार अधिक आनंद थाए तो ये भौतिक जगत रे जहाँ भी आनंद आम देखुचे तार ओरिजिनल आनंदटा भगवान कृष्ण पाखे भगवत धाम रे अच्छी तो एठी जो आनंदटा अच्छी प्रभुपाद कहते कि डिजीज कंडीशन रोगग्रस्त अवस्था रे जड़े खुशी हवा चाहूँचे तो यही आनंदटा को बहुत निकृष्ट चेतनार आनंद कह जाए किंतु सेम लेवल ले सॉरी आध्यात्मिक दृष्टिकोण रे यदि आम भगवत धाम रे से आनंदटा सर्वोत्कृष्ट आनंद कहीं ना से शारीरिक चेतना ही ना बुझला से शारीरिक चेतना ना स्वकीय रस परकीय रस किंतु आम जो 5 प्रकार रस भितर उद्धव रहिले साक्ष्य रस भक्त तो उद्धव को भगवान कृष्ण कौन चाहती सी जो भगवान शुद्ध भक्तिर सर्वोत्कृष्ट जो पराकाष्ठा अच्छी माधुर्य रस तो से रसर टिके स्वाद से चाखंतु से उद्धव को से कौटी पठाउछंती वृंदावन को से गोपी मान पाखे गोटे मेसेज देकी कृष्ण भी 24 घंटा मन पकाउछंती बोले तो उद्धव जो कृष्ण जो धाम अच्छी सेठी पहुंची तो सेठी से समस्त को साक्षात करने चाहती तो से सूर्यास्त समय से पहुंची या नेक्स्ट स्पीकर कामिनी माता जी अच्छा तो 2-3 मिनिट कहबी से कम स्टार्ट करेंगे तो सूर्यास्त समय पहुंची गोधूली समय जोटा कह जाए तो से गाईर जो खुरारे जो धूली गुड़ा वृंदावन धूली कौन जीवंत कणिका तो धूली गुड़ा सब सुंदर भाव उठिकी ऊपर को उठुची
तो सेतरे बुद्ध कौन करछंती से धूली रे प्लावित हो जाइछंती। तो धीरे धीरे नंद महाराज घर को जाइछंती आ देखी गोटे जगह अच्छी देखी पूरा झरणा भाया बोही चलती कौन तो से समस्त पचार कि नंद महाराज घर कोटी अच्छी तो सी कहते जड़े ब्रजवासी कहते कि देखुच ये जो झरणा भाया बोहीकी आसी से झरणार झरणा साधारण जलर झरणा नुह यहाँ कौन नंद महाराज आ यशोदा माँ जो भगवान कृष्ण प्रति जो बात्सल्य प्रेमर अश्रु तो जेबे कृष्ण छाड़ी पलैछंती सेबे ठारू जेबे कृष्ण छाड़ी पलैछंती सेबे ठारू नंद महाराज आ यशोदा माँ सबुदिन क्रंदन कर तार परिणाम तो तुम्हें कौन कर ये जो झरणा तुम जो ठिया होइछ सेठू पछुक पछुक जाओ जो आरंभ होइछि सेठी नंद महाराज यशोदा माँ अगणा पाइब भावନ୍ତୁ कृष्ण विरह एते सेमानंकर माने विरहर भाव केते अछि आमे नकल करवानी किंतु बुझिबार अछि कि भक्ति कले एते सर्वोत्कृष्ट स्थान मिल पारिबो गोटे एभले अछि गोटे अनुभव तेणु से नंद महाराज पाखे पहुंचती से भगवान विषय पचार आ देखते उद्धव आसछंती कृष्णकर मित्र कृष्णकर कौन सहोदर भाया तो पाखे सब पचार कृष्ण केमती अच्छा कौन कर सब कुशल मंगल पचार जमी आम कहते ना बहुत बहुत कहबू गला बेलू तो से सब किसी लापरे भगवान कौन चाहिए कि सांत्वना देवाई तो कृष्णकर पत्र अनुसार नंद बाबा यशोदा माँ को कृष्णकर जो बंधु उद्धव बुझेवाई लगी कि देख कृष्ण कौन साधारण व्यक्ति नुहे सी परम पुरुष भगवान आर कही बापा माँ एमती किसी ना सी कहार पुत्र नुह सी सृष्टि आदि अच्छा तो सब किसी बुझे फिलोसफिकल दर्शन भगवान विषय बुझे कारण जानी ना स्वर्ग रु पाठ पढ़ी आसछंती तो हेवन रिटर्न सी सब किसी जानी सब पचार कृष्ण विषय तो कृष्ण सब गुण कीर्तन कर मार हृदय केते मार हृदय कौन हम जो कह कि ना कृष्ण भगवान बोली से छुआ कृष्ण को यशोदा माँ कूल क्षीर पुआले सी कहते भगवान बोली तो माँ के सब शुणापी नाराज माँ चाहती कृष्ण केमती बहुत क्रंदन करते तो विभिन्न कथा शुणे 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 तो राति अंत ही चली बहुत समय डिस्कसन भी कर विभिन्न प्रकार जिन भगवान गुण कीर्तन ने किंतु कहीं शुणापी नाराज कहीं ना ये जो गुण कीर्तन जिनसा सेटा कौन थाए कि शांत रस अधिक थाए शांत रस थाए कि भगवान केते महान भगवान परम पुरुष परम ब्रह्म सारा संसार सृष्टि भगवान आरंभ होइछि समय भगवान समय माने कालर अतीत अच्छा त्रिगुण अतीत अच्छा तो ये सब जिनस जड़े दास्य रस आ शांत रस जड़े भगवान को प्रार्थना करें जब भी आम मंदिर को जीवा तो भगवान पाखे हाथ जोड़ा आ प्रार्थना करिया कि भगवान केते महान आमको प्रार्थना तो जाना नहीं गीता भागवत जो श्लोक भगवान श्लोक है आम भगवान पाखे गाइबा कि भगवान महानता को आम भगवान को अर्पण कर भगवान का ना से कौन उत्तम श्लोक भगवान को आम जो भगवान गुण कीर्तन करती सब बेस्ट बेस्ट श्लोक भगवान गुण कीर्तन कराए तो एमती उद्धव जो भगवान गुण कीर्तन कर शैली रे तो ये सब जिन नंद महाराज यशोदा माँ को ग्रहण हो पारुनी कहीं ना किसी दिन तले आम शुणुले जन कहते कि भगवान कृष्ण प्रति भल पाइबा से भल पाइबाटा जिते दुईटी स्तर थाए कहते लास्ट सेसन कि रागानुगा स्तर आसे केते ना वैधि भक्ति पर विधि निषेध को पालन करी 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 जिते से स्वतः प्रवृत्त हो जाए से कौन भगवान प्रति भल पाइबा आहरी निबिड़ हो जाए से स्तर रे भगवान महानता जानी थाए प्राय टाइम रे कहे वृंदावनवासी माने कृष्ण को भगवान बोली मानती ये लिखा है मे बी डेमिगड डेमिगड माने जने देवता कहीं से सब ऐसे असुर बड़ा बद्ध कर तो वृंदावनवासी माने भगवान कृष्ण को भगवान बोली मानती कहीं ना आउट ऑफ एक्सेसिव लव भगवान को अत्यधिक प्रेम आवेश थाए कि आमे माने भगवान को मानुने कहीं आम अविद्यार अच्छे अंतर है से मानती आमे मानुन आमे अविद्यार अच्छा आउट ऑफ एक्सेसिव लव भगवान को अतिशय प्रेम आवेश अच्छा तेणु से जो उन्नत रस रहा
କେତେବେଳେ ଶାନ୍ତ ରସରୁ ଆଉ ଦାସ୍ୟ ରସ ଏ ଦିଟା ଗୋଟେ ପ୍ରକାରର, ଯୋଉଟା ପ୍ରାୟ ବୈକୁଣ୍ଠରେ ପ୍ରଦର୍ଶିତ ହେଇଥାଏ। ବୈକୁଣ୍ଠରେ ଶାନ୍ତ ଆଉ ଦାସ୍ୟ ରସ ୟାର ପ୍ରାଧାନ୍ୟତା ଥାଏ, କିନ୍ତୁ ବୃନ୍ଦାବନରେ ମାଧୁର୍ଯ୍ୟ ରସ, ବାତ୍ସଲ୍ୟ ରସ ଆଉ ସଖ୍ୟ ରସ ତ ୟାର ପ୍ରାଧାନ୍ୟତା ଥାଏ। ତ ସେତେବେଳେ ସେଇ ଜାଗାରେ ୟାର ଯୋଉ ଭଗବାନଙ୍କର ଗୁଣ କୀର୍ତ୍ତନ ସେମାନେ ଗ୍ରହଣ କରିପାରନ୍ତିନି। ଆଉ ଯେତେବେଳେ ଗ୍ରହଣ କରିପାରନ୍ତିନି ତ କୃଷ୍ଣ କଣ ଚାହିଁଥିଲେ ଯେ ତାଙ୍କର ଯୋଉ ଅତ୍ୟନ୍ତ ସୁହୃଦ ଅଛନ୍ତି, ମିତ୍ର ଅଛନ୍ତି, ତାଙ୍କୁ ଏଇ ଯୋଉ ବାତ୍ସଲ୍ୟ ରସ ଆଉ ମାଧୁର୍ଯ୍ୟ ରସ ସହିତ ତାଙ୍କର ଚେତନାକୁ ଉନ୍ମୁକ୍ତ କରିବା ପାଇଁ, ଅର୍ଥାତ ମାଧୁର୍ଯ୍ୟ ରସ କେତେ ଭକ୍ତିରେ କେତେ ଅତି ଉନ୍ନତ ରସ ତାକୁ ଜଣେଇବା ପାଇଁ କୃଷ୍ଣ ଆଜି ବୃନ୍ଦାବନକୁ କାହାକୁ ପଠେଇଛନ୍ତି? ଉଦ୍ଧବଙ୍କୁ ପଠେଇଛନ୍ତି। ଯେତେବେଳେ କୃଷ୍ଣଙ୍କର ରଥ ଉଦ୍ଧବଙ୍କର ରଥ ସକାଳେ ସକାଳେ ନନ୍ଦ ମହାରାଜଙ୍କୁ ପ୍ରଣାମ କରିବା ପାଇଁ ଆସୁଛନ୍ତି କିଏ ଗୋପୀମାନେ, ଯେତେବେଳେ ସେ କୃଷ୍ଣଙ୍କର ଯୋଉ ଉଦ୍ଧବଙ୍କ ରଥ ଦେଖୁଛନ୍ତି ସେ ସାଙ୍ଗେ ସାଙ୍ଗେ କହୁଛନ୍ତି ଆରେ କୃଷ୍ଣ ତ ଚାଲି ଯାଇଥିଲେ, ଏଇ ରଥରେ ଚାଲି ଯାଇଥିଲେ ଆଉ ପୁଣି ପଳେଇ ଆସିଲେ ନା କଣ? ସେ ଆଶ୍ଚର୍ଯ୍ୟ ହଉଛନ୍ତି, ତାଙ୍କ ଭିତରେ ସେ କଥାବାର୍ତ୍ତା ହଉଛନ୍ତି କଣ ଅଛି ନେକ୍ସଟ ତାଙ୍କର ପ୍ରୋଗ୍ରାମ। ତ ଟିକେ ଇଗରନେସ୍ ବି ଅଛି କି କଣ କୃଷ୍ଣ ସତରେ ଆସିଛନ୍ତି, କିନ୍ତୁ ଦେଖିଲା ବେଳକୁ କିଏ ଆସିଛନ୍ତି? ଉଦ୍ଧବ। ତ ୟା ପର ଚାପ୍ଟରରେ ଉଦ୍ଧବ ଗୋପୀ ମାନଙ୍କୁ ବୁଝେଇବେ, ଚେଷ୍ଟା କରିବେ, କିନ୍ତୁ କଣ ହବ? ବିଫଳ ହେବେ। ତ ଗୋପୀ ମାନେ ତାଙ୍କୁ ଭଗବାନ କୃଷ୍ଣଙ୍କର ପ୍ରତି ଯୋଉ ଭଲ ପାଇବାର ସର୍ବ ଉତ୍କୃଷ୍ଟ ସ୍ତର ସହିତ ପରିଚିତ କରାଇବେ। ଆଉ ଯେତେବେଳେ ସିଏ ପରିଚିତ ହେବେ ସେତେବେଳେ କଣ ପ୍ରାର୍ଥନା କରିବେ? ହେ ଗୋପୀ ମାନେ, ମୁଁ ଆପଣଙ୍କ ଚରଣ କମଳରେ ପ୍ରାର୍ଥନା କରୁଛି। କଣ ପ୍ରାର୍ଥନା କରୁଛି? ମତେ ଏଇ ବୃନ୍ଦାବନରେ ଗୋଟେ ଗୁଳ୍ମ ଲତା, ମାନେ ଛୋଟ ଛୋଟ ଦେଖିଛ ଛୋଟ ଛୋଟ ଗଛ ଗୁଡା ହୁଏନି ଜଙ୍ଗଲରେ ହଉ କି ଘର ପଛପଟେ ବି ହଉ, ଛୋଟ ଛୋଟ ଗଛ ଗୁଡା ଗୁଳ୍ମ ଲତା, ଘାସ ପତ୍ର ଭଳିଆ, ମତେ ଆପଣ ସେ ଗୁଳ୍ମ ଲତା ଭଳି ଏଇ ବ୍ରଜ ଧାମ ବୃନ୍ଦାବନରେ ଗୁଳ୍ମ ଲତା କରି ବନେଇ ଦିଅନ୍ତୁ, ତାକି ଆପଣ ମାନଙ୍କର ଯୋଉ ଚରଣର ଧୂଳିକୁ ମୁଁ ମୋ ଶିରରେ ଧାରଣ କରିପାରିବି। ଭାବନ୍ତୁ, ସେତେ ସର୍ବୋତ୍କୃଷ୍ଟ ସ୍ତର ଅଛି। ସେଥିପାଇଁ ପ୍ରଭୁପାଦ କୁହନ୍ତି ଭକ୍ତି ଗୋଟେ ଟାଞ୍ଜିବଲ ଜିନିଷ। ଟାଞ୍ଜିବଲ ମାନେ କେହି ଏଠି କାହାକୁ ଠକି ପାରିବେନି। ଯେତିକି ଆମେ ଭକ୍ତିରେ ଅନୁଭବ କରିଥିବା, ଯେତିକି ସାଧନ ଭଜନ କରିଥିବା, ସେଇ ଅନୁପାତରେ ଆମକୁ ଅନୁଭବ ଆସିବ। ଯିଏ ଯଥାମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ନିଶ୍ଚୟ ଆସିବ ଆମର ନିଷ୍ଠା ଉପରେ, ଆମର ଭକ୍ତିରେ ଭଗବାନଙ୍କର ଆଦାନ ପ୍ରଦାନ ଆମ ସହିତ ନିର୍ଭର କରେ। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ। ବିଶେଷ କରି ପ୍ରାଞ୍ଜଳି ମାତାଜୀଙ୍କୁ ବହୁତ ଧନ୍ୟବାଦ, ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି, ଗୋଟି ଗୋଟି କରି ମାତାଜୀ କହିଲେ। ତ ଆଗକୁ ବି ଏଇଭଳିଆ ସେବା ମାତାଜୀଙ୍କୁ ପ୍ରାପ୍ତ ହବ। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ। हरे कृष्ण।